ଆମେ କହିଥିଲୁ ସାର୍ ପ୍ରାୟ କହିଥିଲୁ। ନାଇଁ ରହୁନା। ଦେଖନ୍ତୁ ଆଜି ଗୋଟିଏ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ମୁଁ ବର୍ତ୍ତମାନ ଅଛି କଳାହାଣ୍ଡି ଜିଲ୍ଲା ତାସିଗୁଡ଼ା ଗ୍ରାମଠାରେ। ଏଠି ଯିଏ ବୁଢ଼ୀମା ରହୁଛନ୍ତି ତାଙ୍କ ନାଁ ରହୁଛି ଦୟାମଣି ନାୟକ, ବୟସ 80ରୁ ଉର୍ଦ୍ଧ୍ୱ। ସେ ବର୍ତ୍ତମାନ ଅନ୍ଧ ଜଣେ, କିନ୍ତୁ 15 କିଲୋମିଟର ପ୍ରାୟ 15 କିଲୋମିଟର ବ୍ୟାଙ୍କକୁ ଯାଇକି ଭତ୍ତା ଉଠିବା ପାଇଁ ସେ ଯାଉଛନ୍ତି, କିନ୍ତୁ ନିଜେ ସେ ଯାଉନାହାନ୍ତି, ତାକୁ ଆଉ ଜଣେ ଛୋଟ କୁନି ଝିଅ ତାଙ୍କୁ ନେଇକି ଯାଉଛନ୍ତି। ମୁଁ ବର୍ତ୍ତମାନ ତାଙ୍କ ଘରେ ଅଛି। ଆସନ୍ତୁ ବୁଝିବା ସେଇ ବୁଢ଼ୀ ମାଙ୍କୁ କେମିତି ନେଉଛନ୍ତି ଏବଂ କେମିତି ସେ କଷ୍ଟ କରିକି ଏତେ ଦୂର ଯାଉଛନ୍ତି ଆସ ପଚାରିବା। ଅନ୍ଧ ଦେଖିପାରୁନାହାନ୍ତି, ତ ଭତ୍ତା ପଇସା ଉଠାଇବା ପାଇଁ କେମିତି ତାଙ୍କୁ ନେଉଛନ୍ତି ପ୍ରାୟ 15 କିଲୋମିଟର ଥାମୁଲ ରାମପୁର ବ୍ୟାଙ୍କକୁ। ସେଟା ତ ସାର୍ ଗାଡ଼ିରେ ନେଉଛୁ, ବସ୍ରେ ଜାନା ଆନା କରୁଛୁ, ବସ୍ରେ ଯାଇକି ଯାଉଛୁ ଆସୁଛୁ। ମୁଁ ତ ଯାଉନାହିଁ, ପ୍ରାୟ ମୋ ଝିଅ ଏକା ଯିବ। ମୋ ଝିଅ ବି ଛୋଟଟା, ସେଇ ସ୍କୁଲ ବନ୍ଦ କରିବ, ଫିର୍ ତାଙ୍କୁ ନେଇକରି ଯିବ। ଜାନା ଆନା ବସ୍ରେ ଯା ଆସ ପ୍ରାୟ କରୁଛୁ। ପ୍ରତି ମାସରେ ପ୍ରତି ଯାଉଛନ୍ତି। ମାସରେ ଯାଉଛୁ। ଆପଣ ଛୋଟ ଝିଅ ବି ନେଇକି ଯାଉଛନ୍ତି। ଯାଉଛୁ, ହଁ। କେମିତି ନେଉଛନ୍ତି ଛୋଟ ଝିଅ କେମିତି କୋଉ ସାହାଯ୍ୟରେ ନେଉଛନ୍ତି? ସିଏ ସାହାଯ୍ୟରେ ବୋଲେ ବାଡ଼ି ସାହାଯ୍ୟ, ସେ ମାର ବାଡ଼ି ଯେଉଁ ଅଛି ସେ ବାଡ଼ିରେ ସେ ଧରିକି ନିଆଉଣା ଏଇ କରୁଛି। ବିଷୟରେ ଜଣେଇଥିଲେ କି ପିଓକୁ ହଉ କାହାକୁ ଜଣେଇଥିଲେ ହଁ, କି ପିଓ ସେ ସାର୍ ଜାଣିଛନ୍ତି ସାର୍। ଆକାଉଣ୍ଟରେ ନଦେଇକି ହାତେ ଦିଅ ବୋଲି ଜଣେଇଥିଲେ ହଁ, ଆପଣ? ମୁଁ କଣ ଜଣେଇଥିଲି ସାର୍। କହିଥିଲେ ପିଓ? ସିଏ ପିଓ ସାର୍ କହିଥିଲେ ଯେ ଦେଖନ୍ ଏବେ ଆପଣଙ୍କର ତ ବ୍ୟାଙ୍କରେ ପଡ଼ୁଛି, ଆମର୍ନେ ପଞ୍ଚାୟତକେ ଆଣବା ଲାଗି ବୋଲେ ପ୍ରାୟ ଟିକେ ଗଲତି ହେଇ ବି ଯାଇପାରେ। ଅବଶ୍ୟ 6-7 ମାସ ଲେଟ୍ ହେଇଯିବା ବି, ତ ବରଂ ପାଉଛ ବୋଲେ ବୋଲେ ବ୍ୟାଙ୍କରେ ପାଉଛ ଭଲ ଅଛି। ସେ ନ ପଡ଼ୁଥାଉ, ଆମର୍ନେ ଫିର୍ କର୍ମା କାଗଜପତ୍ର ବୋଲେ ବୋଲେ ପ୍ରାୟ ଲେଟ୍ ହେଇଯିବା କି କୋଟି ବି ଯାଇପାରେ, କିଛି ଗ୍ୟାରେଣ୍ଟି ନାହିଁ। ଏଇଟା ମୁଁ କହି ନାଇଁ ପାରେ, ଯଦି କେବେ ହେବା ବୋଲେ ମୁଁ କହିବି କହିଥିଲେ। ତ କଣ ଚାହୁଁଛନ୍ତି ଆପଣ? ଆମକୁ ହାତରେ ମିଳିଲେ ଭଲ ହୁଅନ୍ତା ଆଜ୍ଞା, ସେଇଟା ଚାହୁଁ। ତ ଶୁଣୁଥିଲେ ଆପଣ ସାର୍ଙ୍କ ମୁହଁରୁ ଯେ ତାଙ୍କ ପୁଅ ଯିଏ ରହୁଛନ୍ତି କହୁଛନ୍ତି କି ତାଙ୍କର ଛୋଟ ଝିଅ ବାଡ଼ି ସାହାଯ୍ୟରେ ପ୍ରାୟ 15 କିଲୋମିଟର ଥାମୁଲ ରାମପୁର SBI ବ୍ୟାଙ୍କକୁ ଯାଇକି ଭତ୍ତା ପଇସା ଉଠାଉଛନ୍ତି। ତ ଯେଉଁ ବୁଢ଼ୀ ମାଉସୀକୁ କାହା ନଜର ପଡ଼ୁନି, କାହା ତାଙ୍କ ଉପରେ କାହାର ବି ନଜର ନାହିଁ, ନା ନେତା, ନା ଏଇ ଗାଁର ଯିଏ ମେମ୍ବର ଅଛନ୍ତି, ନା ସରପଞ୍ଚ, ନା ପିଓ। ଯେଉଁ ଏଇ ଗାଁର ଯେଉଁ ମେମ୍ବର ସରପଞ୍ଚକୁ ଜଣାଇବା କଥା, ସରପଞ୍ଚ ପିଓକୁ ଜଣାଇବା କଥା, ପିଓ ଉପର ଲେଭେଲକୁ ଜଣାଇବା କଥା। କାହିଁକି ଏତେ ସ୍ୱାର୍ଥପର? ନିଜ ସ୍ୱାର୍ଥ ପୁରୀ ଗଲେ ସେମାନେ ଫ୍ରିଡମ୍ରେ ବୁଲୁଛନ୍ତି, କିନ୍ତୁ ଗୋଟେ ନିରୀହ ଦେଖନ୍ତୁ କେଉଁ ଭଳି ଭାବରେ ସେ ଅନ୍ଧ ବୁଢ଼ୀମା ଜଣେ ଚାଲି ପାରୁନାହାନ୍ତି, ଦେଖିପାରୁନାହାନ୍ତି। ମୁଁ ଦେଖେଇବି ପଡ଼େ ସେ ଛୋଟ କୁନି ଝିଅଟେ ସବୁବେଳେ ସେ ଧରିକି ନେଉଛନ୍ତି ପ୍ରତି ମାସରେ ବ୍ୟାଙ୍କକୁ ଯାଇକି ପଇସା ଉଠାଇବା ପାଇଁ। ତ ମୁଁ ଚାହୁଁଛି ଏବଂ ପରିବାର ଲୋକେ ବି ଚାହୁଁଛନ୍ତି କି ଏଇ ବୁଢ଼ୀ ମାକୁ ଆକାଉଣ୍ଟରେ ନ ଦେଇକି ହାତରେ ଦେଲେ ସେ ଖୁସି ହେବେ ଏବଂ ସେ ଉପକୃତ ହେଇକି ଖୁସିରେ ମଧ୍ୟ ରହିପାରିବେ। କଳାହାଣ୍ଡିରୁ ପ୍ରଶାନ୍ତଙ୍କ ରିପୋର୍ଟ, SGTV ଓଡ଼ିଆ।